ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଟଙ୍କା। ବାହାନଗାଠାରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଘରେ ପହଞ୍ଚି ବୀମା ରାଶି ପ୍ରଦାନ କଲେ ବୀମା କମ୍ପାନୀ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା କରିଥିବା ମୃତକଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ସାବରଙ୍ଗ ଅଞ୍ଚଳର ରାଜେଶ ବଳ କରମଣ୍ଡଳ ଟ୍ରେନ୍ରେ ଆସୁଥିବା ବେଳେ ବାହାନଗାଠାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତେବେ ରାଜେଶ ପୂର୍ବରୁ ସ୍ଥାନୀୟ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା କରିଥିଲେ। ଦୁର୍ଘଟଣା ପରେ ଏହି ବୀମା ବାବଦକୁ ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀ ଆର୍ଥିକ ରାଶି ପ୍ରଦାନ କରିଛି। ବୀମା କମ୍ପାନୀର ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣା ପରେ କମ୍ପାନୀ ତରଫରୁ ତ୍ୱରିତ ଭାବେ ବୀମା ସମ୍ବନ୍ଧୀୟ କାଗଜପତ୍ର କାର୍ଯ୍ୟ ସମ୍ପାଦନ ହେଉଛି ଓ ଯଥାଶୀଘ୍ର ପୀଡ଼ିତଙ୍କ ପରିବାର ନିକଟରେ ପହଞ୍ଚି ବୀମା ବାବଦକୁ ଅର୍ଥରାଶି ପ୍ରଦାନ କରାଯାଉଛି। ତେବେ ରାଜେଶ ବଳ କରିଥିବା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ରାଶି କମ୍ପାନୀ ତରଫରୁ ତାଙ୍କ ପରିବାରକୁ ପ୍ରଦାନ କରାଯାଇଛି। ମୁଁ ରାଜେଶ ବଳର ମାଆ କହୁଛି। କ'ଣ ବା କହିବି, ମୋ ଦୁଃଖରେ ତ ଭାଙ୍ଗି ପଡ଼ିଛି। କ'ଣ କହିବି, ସେ ତ ମୋତେ ବସେଇ ଦେଇଯାଇଛି। କ'ଣ କହିବି, ମୁଁ ଏଇ ସାର୍ ମାନେ ଆସିକି ଆମକୁ ବହୁତ ସାହାଯ୍ୟ କରିଛନ୍ତି, ଯାହା ତାଙ୍କର ପ୍ରାପ୍ୟ ଦେବା କଥା ଦେଇଛନ୍ତି। ମୁଁ ଆଉ କ'ଣ କହିବି। ରାଜେଶ ଆକ୍ସିଡେଣ୍ଟ କରମଣ୍ଡଳ ଆସୁଥିଲା, କରମଣ୍ଡଳ ଏକ୍ସପ୍ରେସର ସେ ଆକ୍ସିଡେଣ୍ଟ ହେଇଗଲା ବାହାନଗା ପାଖରେ। ମୁଁ ତ ତାକୁ ହରେଇକି ସବୁ କିଛି ହରେଇ ଦେଇଛି। ଆଉ କ'ଣ କହିବି ଆପଣଙ୍କୁ, ଆଉ କିଛି କହିପାରିବିନି। ମୋତେ ଆଉ କିଛି ପଚାରନ୍ତୁନି। ମୁଁ ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସ କମ୍ପାନୀର ଡିଭିଜନାଲ ମ୍ୟାନେଜର, ଡିଭିଜନାଲ ଅଫିସ୍ ବାଲେଶ୍ୱରରେ ମୁଁ ସର୍ଭିସ୍ କରୁଛି। ଆଜି ଆମେ ଆସିଥିଲୁ ସାବରଙ୍ଗ ଆସିଥିଲୁ, ଯିଏକି ଯେଉଁ ଟ୍ରେନ୍ ଦୁର୍ଘଟଣା ହେଇଥିଲା, ବାହାନଗା ଟ୍ରେନ୍ ଟ୍ରାଜେଡି ଦୁର୍ଘଟଣାରେ ଯେଉଁ ବ୍ରେଭେଟ୍ ଫ୍ୟାମିଲି ଯିଏକି ତାଙ୍କର ଗୋଟେ ପୁଅ ଏକ୍ସପାୟାର୍ଡ କରିଯାଇଥିଲେ, ରତନ କୁମାର ବଳଙ୍କର ସାର୍ଙ୍କର ପୁଅ ରାଜେଶ ବଳ। ଆମେ ଯେତେବେଳେ ଏଇ ଖବର ଶୁଣିଲୁ ୱିଦିନ୍ 3 ଆୱାର୍ସ ଭିତରେ ଆମେ କ୍ଲେମ୍ ସେଟଲମେଣ୍ଟ କରିଥିଲୁ, ଥ୍ରୁ NEFTରେ କରିଥିଲୁ। ଏବଂ ଏ କ୍ଷେତ୍ରରେ ତାଙ୍କ ପରିବାର ମାନେ ମଧ୍ୟ ଆମକୁ ଯେଉଁ ଡକୁମେଣ୍ଟ ଦରକାର ଥିଲା ସେ ପ୍ରୋଭାଇଡ଼ କରିଥିଲେ। ଏବଂ ସର୍ବାପେକ୍ଷା ସେ ଯେଉଁ ବ୍ରାଞ୍ଚ ମ୍ୟାନେଜର ଅଛନ୍ତି ଗ୍ରାମ୍ୟ ବ୍ୟାଙ୍କର, ସାବରଙ୍ଗ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର, ସେ ମଧ୍ୟ ଆମକୁ ବହୁତ ସପୋର୍ଟ କରିଥିଲେ, ଯେଉଁଦ୍ୱାରା କି ଆମେ ୱିଦିନ୍ 3 ଆୱାର୍ସ ଭିତରେ ଏ ବୀମା ରାଶି ପ୍ରଦାନ କରିଥିଲୁ। ପ୍ରାଇମ୍ ମିନିଷ୍ଟର ସ୍ୱାସ୍ଥ୍ୟ ବୀମା ଯୋଜନା ଯେଉଁ ପ୍ରଧାନମନ୍ତ୍ରୀ ବାହାର କରିଛନ୍ତି, ତାର ଲାଭ ତା ବିଷୟରେ ମୁଁ ସପକ୍ଷରେ କିଛି କହିବାକୁ ଚାହୁଁଛି। 18 ବର୍ଷରୁ 70 ବର୍ଷ ବୟସ ମଧ୍ୟରେ ଏ ପଲିସି କଭରେଜ ଦିଆହେଉଥିଲା। ଆଗରୁ 12 ଟଙ୍କା ଥିଲା, ଏବେ 20 ଟଙ୍କା ବୀମା ରାଶିରେ, ବୀମା ପ୍ରିମିୟମରେ ଆମେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ ଦେଉଛୁ। ଏନି କାଇଣ୍ଡ ଅଫ୍ ଆକ୍ସିଡେଣ୍ଟ ଡେଥରେ ଆମେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ପ୍ରଦାନ କରୁଛୁ। ତେଣୁ ଏଇ ଖବର ଶୁଣିଲା ପରେ ଆମେ ଆଜିକାଲି ଦୁନିଆରେ ଯେଉଁ ଇନ୍ସୁରାନ୍ସ କଭରେଜ ଚାଲିଛି, ଲୋକ ଦୌଡ଼ିକି ତାଙ୍କର ବୀମା ରାଶି ପାଇପାରୁନାହାନ୍ତି, କିନ୍ତୁ ଆମେ ଯେଉଁମାନେ ଭିକ୍ଟିମାଇଜ୍ ଅଛନ୍ତି ତାଙ୍କ ପରିବାର ପାଖକୁ ଆସି ଆମେ ବୀମା ରାଶି ପ୍ରଦାନ କରୁଛୁ, ଯେଉଁଟାକି ଆମକୁ ସେବା କରିବାରେ, ସେମାନଙ୍କୁ ସେବା କରିବାରେ ମଧ୍ୟ ଆମକୁ ସବୁ ମାନେ ସୁଯୋଗ ମିଳୁଛି। ଏବଂ ଏହି କ୍ଷେତ୍ରରେ ମୁଁ ଅନ୍ୟମାନଙ୍କୁ ଉପଦେଶ ଦେବି ଯେ ସେମାନେ ଇଏ ସୁବିଧାର ଉପଲବ୍ଧ ହାସଲ କରନ୍ତୁ ଏବଂ ତା ସହିତ ଆମକୁ ମଧ୍ୟ ଉତ୍ସାହିତ କରନ୍ତୁ, ଆମେ କେମିତି ପବ୍ଲିକଙ୍କ ପାଖରେ କିମ୍ବା ବୀମାଧାରୀଙ୍କ ପାଖରେ ପହଞ୍ଚି ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେବା ପାଇଁ। ମୁଁ ରତନ କୁମାର ବଳ, ସାବରଙ୍ଗ। ରାଜେଶ କୁମାର ବଳ ଯେ ଟ୍ରେନ୍ରେ କରମଣ୍ଡଳ ଟ୍ରେନ୍ ଯେଉଁ 2 ତାରିଖ 2/6ରେ ଆକ୍ସିଡେଣ୍ଟ ହେଲା, ତାଙ୍କର ବାପା ଆଉ ରାଜେଶ ଯେଉଁ ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସର ଗୋଟେ ପଲିସି କରିଥିଲେ। ତେଣୁ ସେଇ ପଲିସି ଅନୁଯାୟୀ ଆମେ ବହୁତ କୃତକାର୍ଯ୍ୟ ହେଇଛୁ ଏବଂ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ଆଉ ଉମାକାନ୍ତ ସାର୍ ଯେ ଅଛନ୍ତି ଆମର ଡିଭିଜନାଲ ମ୍ୟାନେଜର ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସର, ତାଙ୍କୁ କୃତଜ୍ଞତା ଜଣାଉଛି। ଏବଂ ସାର୍ ଆସିକି ଆମ ଘରେ ଆସିକି ଯେଉଁ ପଇସାଟା ଦେଇଗଲେ, ଯେଉଁ ରାଶି ଦେଇଗଲେ, ଆମେ ସେଥିରେ ବହୁତ ବି ଉପକୃତ ହେଇଛୁ। ତେଣୁ ମୁଁ କହିବି ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସ ଆପଣମାନେ ସମସ୍ତେ କରିବା ଉଚିତ ଏବଂ ତା'ର ଫାଇଦା ନେବା ଉଚିତ। ଆଉ ଠିକ୍ ଅଛି, ମୁଁ ଏତିକି କହୁଛି। ଭଦ୍ରକରୁ ଜଗନ୍ନାଥ ବେହେରାଙ୍କ ରିପୋର୍ଟ, ସମ୍ଭବ ଟିଭି ଓଡ଼ିଆ।